ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଜଗନ୍ନାଥ ମନ୍ଦିର ଭିତରେ ଗାରଦ ଭିତରେ ସମସ୍ତ ଷ୍ଟାଫ୍ ଥିବା ସମୟରେ ଚୋରି କେମିତି ହେଲା ଫୁଟେଜ ଟିଭି ବି ଲାଗିଛି, କ୍ୟାମେରା ଲାଗିଛି, କ୍ୟାମେରା ଜରିଆ ଦେଖାଯାଉ। ଅତି ତୁରନ୍ତ ପ୍ରଶାସନ ଦାୟିତ୍ୱ ନିଅନ୍ତୁ, ମୁଖ୍ୟ ପ୍ରଶାସକ ଦାୟିତ୍ୱ ନେଇକରି ତଦନ୍ତ କଥା ରିପୋର୍ଟ କାଢ଼ିବାଟା ଆବଶ୍ୟକ ନିଶ୍ଚିନ୍ତ। ଭଲ କଥା ନୁହଁ, ଯିଏ ବି ନେଇଥିବ ସେଇଟା ଅନୁପଯୁକ୍ତ କାର୍ଯ୍ୟ, ଉପଯୁକ୍ତ କାର୍ଯ୍ୟ ନୁହଁ। ତେଣୁକରି ତା ବିଷୟରେ ଯେତେ ଶୀଘ୍ର ବାହାରୁ କାଢ଼ିବା ଆବଶ୍ୟକ ନିହାତି। ନବାଟା ତ ନିହାତି ମୂର୍ଖାମୀ କାମ। এইটা কিছু গোটে মূল্যবান জিনিস নু, মহাপ্রভুଙ୍କ জিনিস। মহাপ্রভুଙ୍କ জিনিস কিଏ ନେଲା କ'ଣ ହେଲା ଦେଖିବାକୁ ପଡ଼ିବ। ଭୋଗ ଲାଗିନି ଯେତେବେଳେ ଅମୁଣିଆ ସେ ଜିନିଷ ଅଛି, ସେ ଜିନିଷରେ ଛୁଇଁବା କଥା ନୁହଁ କେହି। ସେ ଜିନିଷ ନବାଟା ଗୋଟେ ଅତି ନିନ୍ଦନୀୟ କାର୍ଯ୍ୟ। ଯିଏ କିଏ ନେଇଥାଉ ତାପରେ ଆକ୍ସନ ନେବା ଆବଶ୍ୟକ। এবং বড় কথা হল ব্রহ্ম বিভ্রাট ব্রহ্ম চোরি অভিযোগ দিয়েছিল ଏବେ ମୋଦକ ଚୋରି ଅଭିଯୋଗ ସେ କ'ଣ କିଛି ସ୍ପଷ୍ଟ ହବ? ଶ୍ରୀମନ୍ଦିର ପ୍ରଶାସନ ତଦନ୍ତ କରିବ? ତା ତଦନ୍ତ ଆଜି ଯାଏଁ ଆସିନି। ୟା ତଦନ୍ତ କ'ଣ ହବ ଦେଖାଯାଉ। ବ୍ରହ୍ମ ଦାରୁ ବିଷୟରେ ଯେଉଁ 15 ମସିହାରେ ହେଇଥିଲା ବ୍ରହ୍ମ ବିଷୟରେ, ତା ତଦନ୍ତ ରିପୋର୍ଟ କିଛି ପ୍ରକାଶ କରାଯାଇନି। କୌଣସି କି ମିଟିଂରେ ବି ଆଲୋଚନା ହେଇନି। ବର୍ତ୍ତମାନ ଦେଖାଯାଉ ଏ ବିଷୟରେ କ'ଣ କରାଯାଉଛି। କିଭଳି ଦୃଷ୍ଟିରେ ଏଭଳି ଏକ ଘଡ଼ିଛନ୍ତି ମୁହୂର୍ତ୍ତରେ ଶ୍ରୀମନ୍ଦିର ପ୍ରଶାସନ ନେବା ଦରକାର? এইটাକୁ ଯେତେ ଶୀଘ୍ର ପାରୁ ୟାର ରିପୋର୍ଟ ପ୍ରକାଶ କରିବା ଆବଶ୍ୟକ। ଯିଏ କିଏ ନେଇଥାଉ ତାପରେ ଆକ୍ସନ ନେବା ଆବଶ୍ୟକ। 13ଟା ମୋଦକ 70ଟା ମୋଦକ ଚୋରି ହେଇଛି ବୋଲେ ବାଡ଼ଗ୍ରାହୀ ଅଭିଯୋଗ କରିବା କଥା। ଅବଶିଷ୍ଟ ମୋଦକ ନାଗିଛି, କିନ୍ତୁ ସେ ଅମୁଣିଆ ଚୋରି ହେଲେ ନାଗିବା କଥା ନୁହଁ, କିନ୍ତୁ ସେଇଟା ନାଗି କରାଯାଇଛି। ଏଇ ଜିନିଷଟା ଠିକ୍ ନୁହଁ, ଗୋଟେ ଅତି ଅଶୋଭନୀୟ କାର୍ଯ୍ୟ। ଏ କାର୍ଯ୍ୟକୁ ଯେତେ ଶୀଘ୍ର ପାରୁ ମୁଖ୍ୟ ପ୍ରଶାସକ ଆକ୍ସନ ନେବା ନିହାତି ଆବଶ୍ୟକ।